ପ୍ରିଟୋରିଆରେ ପହଞ୍ଚିବା ପରଦିନ ଗାନ୍ଧିଜୀ ମିଷ୍ଟର ବେକରଙ୍କ ପ୍ରସ୍ତାବ କ୍ରମେ ଦିନ ଗୋଟାଏ ସମୟରେ ଯାଇ ପ୍ରାର୍ଥନା ସଭାରେ ଯୋଗ ଦିଅନ୍ତି। ସେଠାରେ ତାଙ୍କର ବେକର, ମିସେସ୍ ହ୍ୟାରିସ୍, ମିସ୍ ଗଫ୍, ମିଷ୍ଟର କୋଟ୍ସ ତଥା ଆଉ କିଛି ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ ହୁଏ। ସେମାନେ ସମସ୍ତେ ମିଶି ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି ଯେ ସେମାନେ ଯେପରି ସୁଖ ଶାନ୍ତିରେ ରହୁଛନ୍ତି ତାଙ୍କ ପାଖକୁ ଆସିଥିବା ନୂଆ ବନ୍ଧୁ ଜଣକ ମଧ୍ୟରେ ସୁଖ ଶାନ୍ତିରେ ରହନ୍ତୁ। ଏହିଭଳି ଭାବରେ ଗାନ୍ଧିଜୀ ପ୍ରତି ରବିବାର ଦିନ ନିୟମିତ ଭାବରେ ସେହି ପ୍ରାର୍ଥନା ସଭାରେ ଯାଇ ଯୋଗ ଦିଅନ୍ତି। ସେ ବନ୍ଧୁମାନଙ୍କ ସହିତ ତାଙ୍କର ଘନିଷ୍ଠତା ବଢ଼େ। ମିସେସ୍ ହ୍ୟାରିସ୍ ଓ ମିସ୍ ଗଫ୍ ଯେଉଁ ଏକାଠି ରହୁଥାନ୍ତି ସେମାନେ ତାଙ୍କୁ ରବିବାର ଦିନ 4ଟାରେ ଘରକୁ ବୁଲି ଆସିବା ପାଇଁ କହନ୍ତି ଏବଂ ସେ ଚା ଦେଇ ତାଙ୍କୁ ଆପ୍ୟାୟିତ କରନ୍ତି। ଗାନ୍ଧିଜୀ ମିଷ୍ଟର କୋଟ୍ସଙ୍କ ସହିତ ପ୍ରତିଦିନ ଚାଲିବାକୁ ଯାଆନ୍ତି। ମିଷ୍ଟର କୋଟ୍ସ ତାଙ୍କୁ ବେଶ କିଛି ବହି ଉପହାର ଦିଅନ୍ତି। ଗାନ୍ଧିଜୀ ସେସବୁ ପଢ଼ନ୍ତି। ତା ସହିତ ଆଉ କିଛି ବହି ପଢ଼ନ୍ତି। ବିଶେଷ କରି ସେହି ସମୟରେ ସେ ଧର୍ମକୁ ନେଇ ଅନେକ ବହି ପଢ଼ିଥିବା କହନ୍ତି। ପ୍ରତି ରବିବାର ଦିନ ଯେତେବେଳେ ଭେଟ ହୁଏ ଗାନ୍ଧିଜୀ ସେହି 7 ଦିନ ମଧ୍ୟରେ ଲେଖିଥିବା ଧର୍ମ ଡାଏରୀକୁ ତାଙ୍କ ସହିତ ସେୟାର କରନ୍ତି ବା ତାଙ୍କ ସହିତ ତାଙ୍କୁ ସେସବୁ ଦେଖାନ୍ତି। ଏହିଭଳି ଭାବରେ ତାଙ୍କ ପ୍ରିଟୋରିଆରେ ଦିନ ଅତିବାହିତ ହୁଏ। ଗାନ୍ଧୀ ଭାରତୀୟମାନଙ୍କ ସହିତ ପରିଚିତ ହେବା ପାଇଁ ଚିନ୍ତା କରନ୍ତି ଏବଂ ସେଥିପାଇଁ ହାଜି ମହମ୍ମଦ ହାଜିଙ୍କ ଘରେ ଏକ ସଭାର ଆୟୋଜନ କରନ୍ତି। ଯେଉଁ ସଭାରେ ତାଙ୍କର ବକ୍ତବ୍ୟ ହୁଏ ସର୍ବସାଧାରଣରେ ପ୍ରଥମ ବକ୍ତବ୍ୟ, ସେଥିରେ ସେ ଗାନ୍ଧିଜୀ ବେଶୀ ଗୁରୁତ୍ୱ ଦିଅନ୍ତି ଯେ ବିଦେଶରେ ଯେଉଁ ଭାରତୀୟମାନେ ଆସି ବ୍ୟବସାୟ କରୁଛନ୍ତି ସେମାନେ ସଚ୍ଚୋଟ ହେବା ଦରକାର ଏବଂ ସମସ୍ତେ କିଏ କେଉଁ ଧର୍ମର ତାକୁ ଭୁଲିଯାଇ ସମସ୍ତେ ଭାରତୀୟ ବୋଲି ଚିନ୍ତା କରିବା ଉଚିତ। ଗାନ୍ଧିଜୀ ପରବର୍ତ୍ତୀ ସମୟରେ ଦେଖନ୍ତି ଯେ ତାଙ୍କର ଯେଉଁ ବକ୍ତବ୍ୟ ଥିଲା ସେ ବକ୍ତବ୍ୟ ପ୍ରଭାବଶାଳୀ ଥିଲା ଏବଂ ସମସ୍ତେ ମିଶି ସେମାନେ ଏକ ସଂଘ ଗଠନ କରିବା ପାଇଁ ଚିନ୍ତା କଲେ। ସଂଘ ଗଠନ ହେଲା। ଗାନ୍ଧିଜୀ ଭାରତୀୟମାନଙ୍କ ସହିତ ଅଧିକରୁ ଅଧିକ ସଂଶ୍ଳିଷ୍ଟ ହେଲେ। ପ୍ରତ୍ୟେକ ସପ୍ତାହରେ ବା ସପ୍ତାହରେ ନହେଲେ ଅନ୍ତତଃ ପକ୍ଷେ ମାସକରେ ଥରେ ସେ ସଭାର ଆୟୋଜନ କରନ୍ତି। ଆଉ ଗୋଟେ ଜିନିଷ ଗାନ୍ଧିଜୀ ଗୁରୁତ୍ୱ ଦେଇ ଯେଉଁ କହୁଥିଲେ ଯେ ବିଦେଶରେ ରହିଲେ ଇଂରାଜୀ ବେଶ ଜାଣିବା ଦରକାର, ସେଥିରେ ଆକୃଷ୍ଟ ହୋଇ 3 ଜଣ ଯୁବକ ଗାନ୍ଧିଜୀଙ୍କ ଠାରୁ ଇଂରାଜୀ ଶିକ୍ଷା କରିବା ପାଇଁ ବାହାରିଲେ। ତା ମଧ୍ୟରେ 2 ଜଣ ମୁସଲିମ ଥାନ୍ତି, ଜଣେ କ୍ଲର୍କ ଥାଏ ଏବଂ ଜଣେ ବାରିକ, ଆଉ ଜଣେ ହିନ୍ଦୁ ଥାନ୍ତି ଯିଏକି ଦୋକାନୀ। ଏ 3 ଜଣ ଯେଉଁ ଗାନ୍ଧିଜୀଙ୍କ ପାଖରୁ ଶିକ୍ଷା ଲାଭ କରନ୍ତି ସେମାନେ ଯେଉଁଦିନ ଗାନ୍ଧିଜୀଙ୍କ ପାଖକୁ ଆସି ନ ପାରିଲେ ଗାନ୍ଧିଜୀ ତାଙ୍କ ନିକଟରେ ଯାଇ ପହଞ୍ଚି ଯାଆନ୍ତି ଏବଂ ତାଙ୍କୁ ଇଂରାଜୀ ଶିକ୍ଷାଦାନ କରନ୍ତି। ସେହି 3 ଜଣଙ୍କ ଭିତରୁ 2 ଜଣଙ୍କର ଇଂରାଜୀରେ ଅନେକ ଉନ୍ନତି ହୁଏ ଏବଂ ବ୍ୟବସାୟରେ ମଧ୍ୟ ଉନ୍ନତି ଘଟେ। ସେହି ହେତୁରୁ ଗାନ୍ଧିଜୀ ଏଭଳି ଭାବରେ ଭାରତୀୟମାନଙ୍କର ସାମାଜିକ, ଆର୍ଥିକ ତଥା ରାଜନୈତିକ ସମସ୍ୟା ସହିତ ଜଡ଼ିତ ହୁଅନ୍ତି ଏବଂ ପ୍ରିଟୋରିଆରେ ତାଙ୍କ ଦିନ ଅତିବାହିତ କରନ୍ତି।